ରାଜାଙ୍କର ବେଡ଼୍ରେ ନରମ ଗଦି ବିଛଣାରେ ଗୋଟେ ଉକୁଣି ରହୁଥିଲା। ରାଜାଙ୍କର ସୁଆଦିଆ ରକ୍ତ ପିଇ ସେ ଭାରି ଆନନ୍ଦରେ ନିଜର ସମୟ ଅତିବାହିତ କରୁଥିଲା। ଦିନେ କୁଆଡ଼ୁ କେଜାଣି ଗୋଟିଏ ଛାରପୋକ ଆସି ରାଜାଙ୍କ ବେଡ଼୍ ଉପରେ ପହଞ୍ଚିଲା। ଉକୁଣି ସେହି ଛାରପୋକକୁ ଦେଖି ଭୟଭୀତ ହୋଇଗଲା, ଡରିଗଲା। ଉକୁଣି କହିଲା, ଆରେ ଛାରପୋକ, ତୁମେ କେଉଁଠାରୁ ଏଠାକୁ ଆସିଲ? ଏଠାରେ ତୁମକୁ କେହି ଦେଖିବା ଆଗରୁ ତୁମେ ତୁରନ୍ତ ଏଠାରୁ ଚାଲିଯାଅ। ଉକୁଣିର କଥା ଶୁଣି ଛାରପୋକ କହିଲା, ଦେଖ ସିଷ୍ଟର ଉକୁଣି, ତୁମର ଏପରି କହିବା, ଏପରି ବ୍ୟବହାର ଦେଖାଇବା ଆଦୌ ମୋତେ ଠିକ୍ ଲାଗୁନାହିଁ। ଘରକୁ ଆସିଥିବା ଅତିଥିଙ୍କୁ କେହି ହେଲେ ବି ତଡ଼ି ଦିଅନ୍ତି ନାହିଁ। ଅତିଥି ଭଲ ହେଉ ବା ଖରାପ ହେଉ, ଅତିଥି ଅତିଥି। ତେବେ ସମ୍ମାନସ୍ପଦ ବ୍ୟକ୍ତିଙ୍କର ଏହା ଧର୍ମ ଯେ ସେ ତାଙ୍କୁ ଶ୍ରଦ୍ଧାର ସହ ଉଚିତ ମାନ ସମ୍ମାନ ଦେଇ ଚେୟାରରେ ବସାଇବା ଏବଂ ଉଚିତ ଚର୍ଚ୍ଚା କରିବା। ସିଷ୍ଟର ଉକୁଣି କହିଲା, ହଁ ଠିକ୍ ଯେ ଏହି ବେଡ଼୍ରେ ରାଜା ଶୁଅନ୍ତି। ରାଜା ଯେତେବେଳେ ଶୋଇପଡ଼ନ୍ତି ମୁଁ ସେତିକିବେଳେ ରାଜାଙ୍କ ଦେହରୁ ରକ୍ତ ଶୋଷିନିଏ। ମୋତେ ଲାଗୁଛି ତୁମେ ସ୍ଥିର ସ୍ୱଭାବର ନୁହଁ, ତୁମେ ଖାଲି କନକନ ହେଉଛ। ତୁମେ ଲୋକଙ୍କ ଦେହରେ ମୁହଁ ମାରିବା କ୍ଷଣି ସେମାନେ ଚିଲାଇ ଉଠନ୍ତି। ଯଦି ତୁମେ ନିଜର ସଂଯମତା ରକ୍ଷା କରିବ, ବାଚାଳିଆ ହେବ ନାହିଁ, ତାହେଲେ ରୁହ, ନଚେତ୍ ଏଠାରୁ କଟିଯାଅ। ଛାରପୋକ କହିଲା, ତୁମେ ଯେପରି କହିବ ମୁଁ ସେପରି କରିବି। ମୁଁ ମୋର ଭଗବାନ ଓ ଗୁରୁଙ୍କର ରାଣ ଖାଇ କହୁଛି ଯେ ଯେତେ ସମୟ ପର୍ଯ୍ୟନ୍ତ ତୁମେ ରାଜାଙ୍କ ରକ୍ତର ସ୍ୱାଦ ଗ୍ରହଣ କରି ସନ୍ତୁଷ୍ଟ ନ ହୋଇଛ ଏବଂ ମୋତେ ଆଜ୍ଞା ନ ଦେଇଛ, ସେ ପର୍ଯ୍ୟନ୍ତ ମୁଁ ସ୍ଥିର ହୋଇ ବସି ରହିବି। କିନ୍ତୁ ଛାରପୋକ ତ ଛାରପୋକ ପରି ହେବ, ସେ ତା'ର ପ୍ରକୃତି ଛାଡ଼ିବ ବା କିପରି? ରାଜାଙ୍କର ଶୋଇବା କିଛି କ୍ଷଣ ପର୍ଯ୍ୟନ୍ତ ଅପେକ୍ଷା କରି ରହିଲା। କିନ୍ତୁ ଯେବେ ଅଧିକ ଅପେକ୍ଷା କରିବା ତା ପାଇଁ ଅସମ୍ଭବ ହୋଇଗଲା, ତେବେ ସେ ରାଜାଙ୍କ ରକ୍ତ ଶୋଷିବା ଆରମ୍ଭ କରିଦେଲା। କାହାର ପ୍ରକୃତିକୁ ଉପଦେଶ ଦ୍ୱାରା ବଦଳାଇ ଯାଇ ନପାରେ। ଜଳକୁ ଆମେ ଯେତେ ବି ଫୁଟାଇବା, ସେ ନିଆଁରୁ ଓହ୍ଲାଇବାର କିଛି ସମୟ ପରେ ଥଣ୍ଡା ହୋଇଯିବ। ଯେଉଁପରି ଛାରପୋକ କାମୁଡ଼ିବାକୁ ଆରମ୍ଭ କଲା, ରାଜା ଆଲୋକ ଜାଳି ଉଠି ବସିଲେ। ସେ ନିଜ ସେବକକୁ କହିଲେ, ଦେଖ ଏ ବିଛଣାରେ କେଉଁଠି କୌଣସି ଛାରପୋକ ଲୁଚି ରହିଛି ନା ନାହିଁ। ରାଜାଙ୍କ ଉଠିବା ମାତ୍ରେ ଛାରପୋକ ଖଟର କେଉଁ କୋଣରେ ଲୁଚିଗଲେ। ଯେବେ ସେବକଟି ଅନୁଧ୍ୟାନ କରି ରାଜାଙ୍କ ବିଛଣାକୁ ଓଲଟା ପାଲଟା କଲା, ତେବେ ତାକୁ ଉକୁଣି ଦେଖାଗଲା। ତାପରେ କ'ଣ ହେବ? ଜଣେ ସେବକ ତାକୁ ନିଜ ଆଙ୍ଗୁଳିରେ ଉଠାଇ ନେଲା ଏବଂ ରଗଡ଼ି ଦଳି ମାରି ପକାଇଲା। ଛାରପୋକ ପାଇଁ ବିଚାରୀ ଉକୁଣିର ଜୀବନ ଗଲା। କେହି ଜଣେ ସତ କହିଛନ୍ତି, ଦୁର୍ଜନକୁ ନିମନ୍ତ୍ରଣ ଦେବା ସବୁବେଳେ ଦୁଃଖକୁ ଆବାହନ କରିବା ସହ ସମାନ। କାହିଁକି ନା ଦୁଷ୍ଟ ଲୋକ କେବେ ହେଲେ ତା'ର ଦୁଷ୍ଟ ପ୍ରକୃତି ଛାଡ଼ି ନପାରେ। ଏହି ଗପଟିରୁ ଆମେ ଶିଖିବାକୁ ପାଇଲେ ଯେ ଖରାପ ସାଙ୍ଗଠାରୁ ଦୂରେଇ ରହିବା ସଦାବେଳେ ଉଚିତ।